ହଁ ଏବେ କ'ଣ ସାର୍ ପରିସ୍ଥିତି? ଏବେ ତହସିଲଦାର ଆସିକି ପହଞ୍ଚିଛନ୍ତି, ଆଲୋଚନା ଚାଲିଛି। କମ୍ପନସେସନ୍ ପାଇଁ କିଛି? ସେଇ କଥା ତ ତାଙ୍କର ଦାବି ଅଛି, ଆଦାନୀ ପୋର୍ଟ ଉପରେ କମ୍ପେନସେସନ୍ ଦେବୁ ବୋଲିକି। ଆଉ ଆମେ ତ ବହୁତ ବୁଝାବୁଝି କଲୁ, ପ୍ରାୟ ହେଇଗଲାଣି 3-4 ଘଣ୍ଟା ହେଇଗଲାଣି। ତାଙ୍କ ଭିତରୁ କିଛି ବୁଝି ଯାଉଛନ୍ତି, କିଛି ୟଙ୍ଗଷ୍ଟର୍ସ ମାନେ ଅଛନ୍ତି ବୁଝୁନାହାନ୍ତି, ବସି ପଡୁଛନ୍ତି। ତେଣୁକରି ତହସିଲଦାର ଆସିଛନ୍ତି ବୁଝିବା ପାଇଁ। ଆଚ୍ଛା, ଲୋକ ମାନେ ମାନେ ରାଜି ହଉନାହାନ୍ତି ଯେ କମ୍ପନସେସନ୍ ବୋଧେ କମ୍ ବେଶୀ ରହୁଛି ଆଉ। ନାଇଁ କମ୍ ବେଶୀ ଏପର୍ଯ୍ୟନ୍ତ ଆଲୋଚନା ହେଇନି, କମ୍ ବେଶୀ ପର୍ଯ୍ୟନ୍ତ। ଆଜ୍ଞା। ହଁ, ସେମାନେ ସେ ଜିଦିରେ ବସିଛନ୍ତି କି ଆସନ୍ତୁ ପ୍ରଶାସନିକ ଅଧିକାରୀ, ଆମେ ଆଲୋଚନା କରିବୁ ବୋଲିକି। ଆଚ୍ଛା ଆଚ୍ଛା, ସେ ଚାହୁଁଛନ୍ତି, ସେ ତହସିଲଦାର ସାର୍ ଆସିଲେଣି, କିନ୍ତୁ ଚାହୁଁଛନ୍ତି ଆଉ କିଏ ଡିପିସିଏଲ୍ରୁ ଆସିବା ପାଇଁ ଚାହୁଁଛନ୍ତି ସେମାନେ। ଡିପିସିଏଲ୍ରୁ ଆସିବା ପାଇଁ ଚାହୁଁଛନ୍ତି ସେମାନେ। ଡିପିସିଏଲ୍ ର ତ ସ୍ପଟକୁ ଆସିବେ ନାହିଁ, କାରଣ ଲୋକଙ୍କର ଟିକେ ଅଛି ସାଇକୋଲୋଜି କି ଫେସ୍ କରିପାରିବେନି ସେମାନେ। ଆଜ୍ଞା। କୌଣସି ଗୋଟେ ଜାଗାକୁ ଯାଇକି ଯଦି ଆଲୋଚନା କରିବେ ସେମାନେ ରାଜି ହେବେ, ତାପରେ ତାଙ୍କୁ ଡକାଯିବ ଆଉ। ଆଚ୍ଛା, ଏମାନଙ୍କର ନିଆଁ ଜାଳିବା ସେ ସବୁ ବନ୍ଦ ହେଇଗଲା ସବୁ? ନିଆଁ ଜାଳିବାଟା ଆମେ ଲିଭେଇ ଦେଲୁଣି କେତେବେଳୁ, ତଥାପି ତ ରାସ୍ତା ବନ୍ଦ ଅଛି। ଆଚ୍ଛା, ସେମାନେ ଚାହୁଁଛନ୍ତି ଜିଲ୍ଲାରୁ କିଏ ଆସିକି ବୁଝାବୁଝି କରିବା ପାଇଁ ଆଉ। ହଁ, ତହସିଲଦାରଙ୍କୁ କଲେକ୍ଟର ପଠେଇଛନ୍ତି ତହସିଲଦାରଙ୍କୁ ଆଉ। ତହସିଲଦାରଙ୍କୁ। ଆଚ୍ଛା, ଲୋକଙ୍କର ଶାନ୍ତ ଏପର୍ଯ୍ୟନ୍ତ ବି ପଡ଼ିନି ଆଉ। ଆଜ୍ଞା, ଲୋକ ଏପର୍ଯ୍ୟନ୍ତ ଶାନ୍ତ ବି ହେଇନାହାନ୍ତି ନାଇଁ ସାର୍? ନାଇଁ ସାଡ଼େ ଡେଡ୍ ବଡି ଯାର ପୋଷ୍ଟମର୍ଟମ ହେଇନି, ସାଡ଼େ ଅଛି ଭଦ୍ରକରେ। ଆଚ୍ଛା ଆଚ୍ଛା, ଠିକ୍ ଅଛି ସାର୍। ହଁ ଆଜ୍ଞା।